ବଡ଼ ଜଙ୍ଗଲରେ ଗୋଟିଏ ଲୋଭୀ ବିଲୁଆ ରହୁଥିଲା। ସେହି ଜଙ୍ଗଲରେ ଗୋଟିଏ ଚାଷୀ ଘର କରିକି ରହୁଥିଲା। ଚାଷୀ ବହୁତ ଗୁଡ଼ିଏ କୁକୁଡ଼ା ରଖିଥିଲା। ଆଉ ସେହି ଅଣ୍ଡା ବଜାରରେ ବିକ୍ରି କରି ତାର ପେଟ ପୋଷୁଥିଲା। ସେହି ଜଙ୍ଗଲରେ ମେନା ଚଢ଼େଇ ଆଉ ତାର ପୁଅ ଗୋଟିଏ ସୁନ୍ଦର ଘର କରିକି ଖୁସିରେ ରହୁଥିଲେ। ବିଲୁଆ ଥରେ ଜଙ୍ଗଲରେ ବୁଲୁଥିଲା। ତାକୁ ଗୋଟିଏ ବି ଶିକାର ମିଳିଲା ନାହିଁ। ଆରେ ମୁଁ କାଲିଠାରୁ କିଛି ବି ଖାଇନି। ମୋର ପେଟ ଭୋକରେ ରଡ଼ି ଛାଡ଼ିଲାଣି। ଲାଗୁଛି ଏହି ଜଙ୍ଗଲରୁ ସବୁ ପକ୍ଷୀମାନଙ୍କୁ ଆଉ ଅଣ୍ଡାମାନଙ୍କୁ ମୁଁ ଖାଇସାରିଲିଣି। ଏହି ଜଙ୍ଗଲରେ ଆଉ ଖାଦ୍ୟ ନାହିଁ। ମୁଁ ଯାଏ ଆଉ କେଉଁ ଜଙ୍ଗଲରେ ରହିବା ପାଇଁ ଯିବି। ଆଉ ସେଠି ଶିକାର କରି ଖାଇବି। ଏମିତି କହି ବିଲୁଆ ଆଗକୁ ଚାଲିଯାଏ। କିଛି ଆଗକୁ ଗଲା ପରେ ଦେଖେ ଗୋଟିଏ ବୁଢ଼ା ଚାଷୀର ଘରେ ଢେର ସାରା କୁକୁଡ଼ା ଅଛି। ଆରେ ମୁଁ ବେକାରଟାରେ କହୁଥିଲି ଏହି ଜଙ୍ଗଲରେ ଖାଦ୍ୟ ନାହିଁ ବୋଲି। ଏଠି ମୋର ଆଖି ସାମ୍ନାରେ ତ ବହୁତ ସାରା କୁକୁଡ଼ା ଅଛନ୍ତି। ମୁଁ ଏଥିରୁ ସବୁଦିନ ଗୋଟିଏ ଗୋଟିଏ ଖାଇଲେ ବି ମୁଁ 3-4 ମାସ ଖାଇବି। ମୁଁ ତାହେଲେ ଅନ୍ୟ ଜଙ୍ଗଲକୁ କ'ଣ ପାଇଁ ଯିବି? ଏମିତି କହି ବିଲୁଆ ଚାଷୀ ଘର ପାଖକୁ ଗଲା। ଆଉ ସେଥିରୁ ଗୋଟିଏ କୁକୁଡ଼ା ମାରିଦେଲା। ସେହି କୁକୁଡ଼ାକୁ ସେଠି ଖାଇବାକୁ ଲାଗିଲା। ଆହା, କି ସୁଆଦିଆ ହେଇଛନ୍ତି ଏହି ଦେଶୀ କୁକୁଡ଼ା ଗୁଡ଼ା। ବାଃ, ପୁରା ମଜା ଆସିଗଲା। ସେହି ଚାଷୀ ତାର ଘରେ ଥାଏ। ଆରେ ଗୋଟିଏ ବିଲୁଆ କ'ଣ ମୋର କୁକୁଡ଼ାକୁ ମାରି ଖାଉଛି? ରହରେ ପୁଅ ବିଲୁଆ, ମୋର ବାଡ଼ି ଧରିକି ଯାଉଛି। ଏମିତି କହି ଚାଷୀ ବିଲୁଆ ଆଡ଼େ ବାଡ଼ି ଧରିକି ମାଡ଼ି ଆସେ। ବିଲୁଆ ଦେଖିଦିଏ। ଆରେ ଏଇ ବୁଢ଼ାର ଏଇ କୁକୁଡ଼ା ହେଇଥିବ। ବୁଢ଼ା କ'ଣ ମୋରିଆଡ଼େ ବାଡ଼ି ଧରିକି ମାଡ଼ି ଆସିଲାଣି? ବୁଢ଼ା ଯେଡ଼େ ବଡ଼ ବାଡ଼ି ଧରିଛି, ଯଦି ମୋତେ ଗୋଟିଏ ପାହାର ଦେବ ତାହେଲେ ମୋର ଅଣ୍ଟା ଭାଙ୍ଗିଯିବ। ବିଲୁଆ ସେହି କୁକୁଡ଼ା ଧରି ସେଠାରୁ ଦୌଡ଼ିବାରେ ଲାଗେ। ଚାଷୀ ବୁଢ଼ା ବିଲୁଆକୁ ବାଡ଼େଇବା ପାଇଁ ତୋଡ଼ୁଥାଏ। ଆରେ ପୁଅ ବିଲୁଆ, ରହ, ତୁ ଆଜି ଖାଲି ମୋ ହାତରେ ଲାଗ, ତାହାପରେ ଦେଖିବୁ ମୁଁ ତୋର ଅବସ୍ଥା କ'ଣ କରୁଛି। ଆରେ ବୁଢ଼ା, ତୁ ଆଗ ଦୌଡ଼ିକି ମୋତେ ଧ, ତାହାପରେ ମୋତେ ଡରାଇବୁ। ଚାଷୀ ବୁଢ଼ା ଦୌଡ଼ି ଦୌଡ଼ି ଥକିଯାଏ। ଆଉ ପଛକୁ ତାର ଘରକୁ ଫେରି ଆସେ। ବିଲୁଆ କିଛି ଆଗକୁ ଯାଇ ଦେଖେ ତାର ପଛରେ ଆଉ ବୁଢ଼ା ଆସୁନି। ସେଠାରେ ବିଲୁଆ ରହି ସେହି କୁକୁଡ଼ାଟିକୁ ଖାଏ। ଆହା ଆହା, କି ଶାନ୍ତି! ଆଜି ମୁଁ ବହୁତ ଖୁସି। ମେନା ଚଢ଼େଇ ଆଉ ତାର ପୁଅ ଘରେ ଥାଆନ୍ତି। ମେନା ଚଢ଼େଇର ପୁଅର ଦେହ ଟିକେ ଖରାପ ଥିଲା। ମେନା ଚଢ଼େଇ ତାର ପୁଅକୁ କୁହେ, ଆରେ ପୁଅ, ତୋର ଆଜି ଦେହ ଭଲ ନାହିଁ, ତୁ ଘରେ ଥା। ତୁ ଆଜି ମୋରି ସାଥିରେ ଖାଦ୍ୟ ପାଇଁ ଜଙ୍ଗଲକୁ ଯା ନାହିଁ। ମୁଁ ତୋରି ପାଇଁ ଖାଦ୍ୟ ଆଣିଦେବି। ଆଉ ହଁ, ମୁଁ ଗଲା ପରେ
ତୁ ଭେତର ପଟୁ କବାଟ ଦେଇଦେବୁ। ଯିଏ ଡାକିଲେ ବି ତୁ କବାଟ ଖୋଲିବୁ ନାହିଁ କି କାହାରି କଥା ଶୁଣିବୁ ନାହିଁ। ମୋର ଈଶ୍ୱର ଶୁଣିଲେ ଯାଇ କବାଟ ଖୋଲିବୁ। ନହେଲେ ଏହି ଜଙ୍ଗଲରେ ଗୋଟିଏ ଚାଲାକ ବିଲୁଆ ଅଛି। ସିଏ ଶିକାର କରିବା ପାଇଁ କିଛି ବି କରିପାରେ। ତୁ ସତର୍କରେ ଥିବୁ। ଆଉ ମୁଁ ଯାହା କହିଲି ମୋରି କଥା ମାନିବୁ। ମା, ମୁଁ ତମ କଥା ସବୁ ମାନିବି। ତମେ ଆରାମସେ ଯାଅ, ଖାଦ୍ୟ ଧରିକି ଜଲ୍ଦି ଚାଲି ଆସିବ। ମୁଁ ଆଜି ଘରେ ଏକୁଟିଆ ଅଛି। ତାହାପରେ ମେନା ଚଢ଼େଇ ଉଡ଼ିକି ଚାଲିଯାଏ। କିଛି ସମୟ ପରେ ସେହି ବିଲୁଆ ମେନା ଚଢ଼େଇର ଘର ଦେଇ ଯାଉଥାଏ। ହଠାତ୍ ତାର ନଜର ଗଛ ଉପରକୁ ପଡ଼େ। ଆରେ, ଏଠି କ'ଣ ଗୋଟିଏ ପକ୍ଷୀ ବସା କରିକି ରହିଛି? ମୁଁ କ'ଣ ଟିକେ ବି ଜାଣିପାରିଲିନି। ମୁଁ ବହୁତ ଦିନ ହେବ ପକ୍ଷୀ ମାଂସ ଟିକେ ଖାଇନି। ଆଉ ସେଇ ବୁଢ଼ା ତାର କୁକୁଡ଼ାଙ୍କୁ ବାଡ଼ି ଧରିକି ଜଗିଛି। ମୁଁ ଆଜି ଏହି ପକ୍ଷୀକି ଖାଇବି। ତାହାପରେ ବିଲୁଆ ଆଇଡ଼ିଆ ବାହାର କରେ। ଆରେ, ଏଠାରେ କିଏ ଅଛରେ? ମୋର ଗୋଡ଼ରେ କଣ୍ଟା ଫୁଟି ଯାଇଛି। କିଏ ଅଛରେ? ମୋତେ ଟିକିଏ ସାହାଯ୍ୟ କର। ମେନା ଚଢ଼େଇର ପୁଅ କାନରେ ଏହି କଥା ବାଜେ। ଆଉ ସିଏ ବାହାରକୁ ଆସି ଦେଖେ ଗୋଟିଏ ବିଲୁଆ ସାହାଯ୍ୟ ମାଗୁଛି। ମୋର ମା କହିଥିଲେ ଯିଏ ବିପଦରେ ଥିବ ତାକୁ ସାହାଯ୍ୟ କରିବା କଥା। ମୁଁ ଯାଏ ଏହି ବିଲୁଆକୁ ସାହାଯ୍ୟ କରିବି। ଏମିତି ଭାବି ତଳକୁ ଆସିବା ପାଇଁ ବାହାରିଲା। ସେହି ସମୟ ଭିତରେ ମେନା ଚଢ଼େଇ ସେଠାକୁ ଚାଲି ଆସିଲା। ଆରେ ପୁଅ, ରହିଯା ସେଠି। ତୁ ତଳକୁ ଯା ନାହିଁ। ଏ ବିଲୁଆ ଭଲ ନୁହେଁ। ସେ ତୋତେ ଠକିକି ତଳକୁ ଡାକୁଛି। ତୁ ତଳକୁ ଗଲା ମାତ୍ରେ ସେ ତୋତେ ଶିକାର କରିନେବ। ଆରେ ଏ ବୋକା ବିଲୁଆ, ତୁ କ'ଣ ଭାବିଛୁ ମୋର ଆଖି ସାମ୍ନାରେ ମୋର ପୁଅକୁ ମାରିଦେବୁ? ମୁଁ ତୋର ଚାଲାକି ଜାଣିପାରିବିନି। ଯା ଏଠାରୁ, ନହେଲେ ତୋର ଉପରେ ମୁଁ ଏଠାରୁ ଗୋଟିଏ କାଠ ପକାଇବି। ଆରେ, ଏହି ପକ୍ଷୀମାନେ ତ ବହୁତ ଚାଲାକ। ହଉ, ମୁଁ ଆଜି ଯାଉଛି। ତମ କଥା ଆଉ କେବେ ବୁଝିବି। ଏମିତି କହି ବିଲୁଆ ସେଠାରୁ ଚାଲିଯାଏ। ଆରେ, ମୁଁ ବହୁତ ଦିନ ହେବ ସେହି ଚାଷୀ ଘର ଆଡ଼େ ଯାଇନି। ଆଜି ଯାଏ ଗୋଟିଏ କୁକୁଡ଼ା ଶିକାର କରି ଖାଇବି। ବିଲୁଆ ଚାଷୀ ଘର ଆଡ଼େ ଚାଲିଲା। ଦୂରରୁ ରହି ଦେଖିଲା କୁକୁଡ଼ାମାନେ ଖାଦ୍ୟ ଖାଉଛନ୍ତି। ବିଲୁଆ ଧୀରେ ଧୀରେ କୁକୁଡ଼ାମାନଙ୍କ ପାଖକୁ ଗଲା। କିଛି ବାଟ ଗଲା ପରେ କୁକୁଡ଼ାମାନଙ୍କ ପାଖାପାଖି ପହଞ୍ଚିଲା। କୁକୁଡ଼ାମାନଙ୍କ ପାଖରେ ଚାଷୀ ଗୋଟିଏ ଜାଲ ପକାଇଥିଲା। ବିଲୁଆ ସେହି ଜାଲରେ ପଡ଼ିଗଲା। ଚାଷୀ ସାଙ୍ଗେ ସାଙ୍ଗେ ସେଠାକୁ ଦୌଡ଼ିକି ଚାଲି ଆସିଲା। ଆଉ ବିଲୁଆକୁ କହିଲା, ଆରେ ପୁଅ ବିଲୁଆ, ତୁ ଆଜି ମୋରି ହାତରେ ଧରା ପଡ଼ିଗଲୁ। ତୁ ମୋତେ ବୁଢ଼ା କହୁଥିଲୁ, ଆଉ ଆସି ମୋର କୁକୁଡ଼ା ଖାଉଥିଲୁ। ଏମିତି କହି ଚାଷୀ ବିଲୁଆକୁ ବାଡ଼ିରେ ବାଡ଼େଇବାରେ ଲାଗି ପଡ଼ିଲା। ବିଲୁଆ ଜୀବନ ବିକଳରେ ସେହି ଜାଲରୁ ଫିଟି ଦୌଡ଼ିଲା। ଘୁଷୁରି ଘୁଷୁରି କିଛି ବାଟ ଗଲା। ଆରେ ବୁଢ଼ା, କି ମାଡ଼ ଦେଲା! ମୋର ଅଣ୍ଟା ଭାଙ୍ଗିଗଲା। ମୁଁ ଆଉ ବୁଢ଼ାର ବଗିଚାକୁ କେବେ ବି କୁକୁଡ଼ା ଖାଇ ଆସିବି ନାହିଁ। ଏମିତି କହି ବିଲୁଆ ଧୀରେ ଧୀରେ ସେଠାରୁ ଚାଲିଯାଏ। ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଓଡ଼ିଆ କାର୍ଟୁନ ବାର୍ଡ଼ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଆଣ୍ଡ ସେୟାର କରନ୍ତୁ ଓ ନୂଆ ନୂଆ ଭିଡ଼ିଓ ଦେଖନ୍ତୁ।